ଜୟ ଜଗନ୍ନାଥ। ଆପଣମାନେ ତ ଜାଣିଥିଲେ ମୁଁ ଫାଷ୍ଟ ପାର୍ଟରେ ଆପଣମାନଙ୍କୁ କହିଦେଇଥିଲି ଯେ ମୁଁ ଦୀଘାରେ ସକାଳୁ ପହଞ୍ଚି ଯାଇଥିଲି। ତ ଏବେ ସେକେଣ୍ଡ ପାର୍ଟରେ ମୁଁ ଯେହେତୁ ଆମେ ପହଞ୍ଚି ଯାଇଛୁ ତେଣୁ ତାପରେ ଆମେ ରୁମ୍‌କୁ ଫାଷ୍ଟ ପଳେଇଲୁ। ଯେହେତୁ ଆମେ ରୁମ୍ ନେଇଥିଲୁ କାରଣ ଆମେ ରାତି 2ଟା ପ୍ଲସ୍‌ରେ ଆସିଥିଲୁ, 2ଟା 3ଟା ପ୍ଲସ୍‌ରେ ଆସିଥିଲୁ ତେଣୁ ଆମେ ଘରେ ଫ୍ରେଶ୍ ହେଇକି ଆସିନଥିଲୁ। ତେଣୁ 2ଟା ରୁମ୍‌ରେ ଯେଉଁ ନେଇଥିଲୁ 2ଟା ରୁମ୍‌ରେ ଅଧେ ଏପଟେ ଆମେ ରହିଗଲୁ, ସେପଟେ ସୁମିଦେଇ ହେରିକା ସମସ୍ତେ ରହିଗଲେ। ତାପରେ ଆମେ ଗାଧେଇ ପାଧେଇ ମୁଁ ଯେତେବେଳେ ସେପଟକୁ ଗଲା ସେମାନେ ଗାଧେଇ ପାଧେଇ ଗଡ଼ୁଛନ୍ତି। ତେଣୁ ଆମେ ସମସ୍ତେ ଆଉ ଡେରି ବିଳମ୍ବ ନ କରିକି ଆମେ ବାହାରିଗଲୁ ଯିବୁ ବୋଲି ମନ୍ଦିରକୁ। ତେଣୁ ମନ୍ଦିର ଯିବା ପୂର୍ବରୁ ଆମେ ପ୍ରଥମେ ଗାଡ଼ିରେ ଯାଇ ବ୍ୟାଗପତ୍ର ଥୋଇ ସାରିଲା ପରେ ଜଗନ୍ନାଥ ମନ୍ଦିରରେ ଆସି ପହଞ୍ଚିଗଲୁ। ଜଗନ୍ନାଥ ମନ୍ଦିର ଦେଖି ମନ ତ ବହୁତ ସୁନ୍ଦର ଲାଗିଲା କାରଣ ଜାଗାଟା ଏତେ ସୁନ୍ଦର ହେଇଛି। ବହୁତ ଭଲ ଭାବେ ସଜେଇଛନ୍ତି ଜାଗାଟାକୁ। ବହୁତ ସଫା ସୁତୁରା କ୍ଲିନ୍ ଅଛି। ଏକରେ ଖରାଟା ପଡ଼ିଲା ବେଳେ ମନ୍ଦିର ପୁରା ଡାଇମଣ୍ଡ ଭଳିଆ ଚମକୁଛି। ସେଇଟା ବହୁତ ଭଲ ହେଇଛି। ତାପରେ ମନ୍ଦିର ତ ବହୁତ ବଡ଼ ବି କରିଛନ୍ତି, ଉଞ୍ଚା କରିଛନ୍ତି, ଆଖି ଯେ ପାଉନି। ତାପରେ ଆମେ ସମସ୍ତେ ଜଗନ୍ନାଥଙ୍କ ଦର୍ଶନ କରିସାରିଲା। ଜଗନ୍ନାଥ ବି ବହୁତ ସୁନ୍ଦର ହେଇଛନ୍ତି। ତାପରେ ଆମେ ପଳେଇ ଆସିଲୁ ସବୁ ଖାଇବା ପାଇଁ ଯେତେବେଳେ ଆସିଲୁ ଗୋଟେ ଜାଗାରେ ସେମାନେ ସବୁ ଖାଇଦେଲେ, ଆମେ ଗୋଟେ ଜାଗାରେ ପ୍ରମୋଦ ହେରିକା ସେମାନେ ପଳେଇ ଆସିଲୁ। ତାପରେ ଆମେ ଫାଷ୍ଟ ତରକାରୀ ଖାଇଦେଲୁ, ତାପରେ ଯାଇକି ସେ ଆସିଲା କ'ଣ ଲଚ୍ଛା ପରାଠା। ତାପରେ ଲଚ୍ଛା ପରାଠା ଗୋଟେ ଆମେ ବାଡ଼େଇ ଦେଇ ସାରିଲା ପରେ ଆମେ ବାହାରିଗଲୁ। ଗାଡ଼ି ଭିତରେ ସମସ୍ତେ ଖୁନ୍ଦି ଖାନ୍ଦି ହେଇ ବସିଗଲୁ କାରଣ ପ୍ଲାନିଂ ହେଲା ପାର୍କ ଯିବା ପାଇଁ। ପାର୍କରେ ଯାଇକି ଟିକେଟ୍ କାଟି ସାରିଲା ପରେ ପାର୍କ ଭିତରକୁ ଗଲାବେଳକୁ ଯେ ସବୁ ଯାକ ରେଟ୍ ବହୁ ହାଇ ପାୱାର ରେଟ୍ ଭାଇ କୁହନା କୁହନା। ତାପରେ ଆମେ ସମସ୍ତେ ପ୍ଲାନିଂ କଲୁ ବୋଟିଂ କରିବୁ ବୋଲି। ତେଣୁ ଆମେ ଯାଉଛୁ ବୋଟିଂ କରିବୁ। ଆପଣ ଚ୍ୟାନେଲଟାକୁ ସବସ୍କ୍ରାଇବ୍ କରିକି ଯାଆନ୍ତୁ। ବାଏ।